ସକାଳୁ ସକାଳୁ କ'ଣ ଖାଉଛୁ? ନା ଖା ତୁ। ଗାଧେଇନି କହିବୁ ଆଉ ଖା ତୁ। ବୋପା ଏ ନଣ୍ଡା ବଗୁଲି ନା ଆଜି ତୁ ଏଇଆ ଖାଇକି ରହିବୁ ଆଉ କିଛି ଖାଇବୁନି? ଖାଇବୁ ଆଉ କିଛି ଖାଇବୁନି? ଗଜାମୁଗ ଚାଏ ବାଏ ଚା ତ ଦେବି ଚା ନଦେଲେ ହବ? ଠିକ୍ ତ ପେଟ କ'ଣ ହବ? ନୁଡା ଗାଁକୁ ହନୁମାନ ଆଇଛନ୍ତି ବଜରଙ୍ଗବାଲି ହେଲା ଶୁଣେ ମା ମା ଜାଣିଲେ ମୋର କେତେ ଘଣ୍ଟେ ଦେହ ଘୁରେଇଥିବ ହେଲେ ସାଉଣ୍ଡ କ'ଣ ଶୁଣିବ? ଖଜୁରୀ ବି ଚୋପା ଛଡେଇ ଖାଆନ୍ତି ଲୋକ? ତୋଟା ଲୋକ ଶୁଖିବେ ଖାଇବା ବା। ଚୋପା ତଣ୍ଟିରେ ଲାଗିଯାଇ ବୋଧେ ମତେ ଲାଗୁଛି। ଚୋପା କେମିତି ଛଡ଼ାନ୍ତୁ ଖଜୁରୀର? ନା ଛି ନା ମୁଁ ଖାଏନି। ଦାନ୍ତ ଘଷି ତା ଦେହରେ ଖାଇବି। ଦାନ୍ତ ଘଷିବି ଯାଇକି ଗାଧୁଆ ପାଧୁଆ ସାରିବି ତାପରେ ଖାଇବି। ତୁ ଖା ମୁଁ ଯାଉଛି ଚା ଆଣୁଛି। गाधुआ बसी चा पिଉଛି ନଗା ଦେଖି चाय पिएंगे ଅଗାଧୁଆ ପିଏ ଯେମିତି ପିଏ ପିଉଛି ତ ଆଉ ଛି ଛି ଚୁଟି ଗୁଡ଼ା ମୋର ଛାଡ଼ିଗଲାଣି କଲର୍। କେଟା ବାଜିଲା ଟାଇମ୍ କେଟା ହେଲାଣି? ଗାଧେଉନ ଯିବନି କି? ହଉ ଚା ପିଇ ଯା ଗାଧା। ସକାଳ ଖିଆପିଆ ସାରି ଆମେ ବାହାରିଥିଲୁ ଦୋକାନରୁ ଖରାବେଳେ ଆସିଲା ବେଳେ ଦେଖିଥିଲୁ କି ଘରେ ଆଜି ଆମର ବନିଛି ପଖାଳ ଆଉ ଶୁଖୁଆ। ତ ମା ଯିଏ କିଛି ଆଇଁଷ ବନେଇଥିଲା, ଆଇଁଷ ପାଳି ଦେଇଥିଲା କିନ୍ତୁ ଆଇଁଷ କିଛି ମା ବନେଇ ନଥିଲା। ତ ଭାଉଜ ଦେଇଥିଲା ଏଠି ମାଣ୍ଟୁଳି ମାଛ ଆଉ ଛୁଇଁ ଆଳୁ ତରକାରୀ। ଆଉ ମା ଆମର ବନେଇ ଦେଇଥିଲା କେବଳ ଶୁଖୁଆ ଯେଉଁଟାକି ଲୁଣି ଶୁଖୁଆର ରାଇତା। ଆଉ ମୁଁ ତା ସହିତ ନେଇ ଆସିଥିଲି କାକୁଡ଼ିଗୁଡ଼ା କଟାକଟି କରିକି ଖାଇବା ପାଇଁ। ଖରାଦିନ ପାଇଁ ପଖାଳ ତ ପ୍ରାୟ ପଖାଳ ଡେଲି ଖାଏ ଖରାଦିନେ। ତ ଖରାଦିନେ ମୋତେ ଜମା ବି ତତଲା ଭାତ ରୁଚେ ହିଁ ନାହିଁ।
ଖାଇ ତ ପାରେ ନାହିଁ 2-3 ଥର ଖାଇଲା ବେଳକୁ ଖାଇବାକୁ ଇଚ୍ଛା ହୁଏନି ଏତେ ଜୋର ଗରମ ଲାଗିଥାଏ ତ ଗରମରେ ମୋତେ ଜମା ଗରମ ଜିନିଷ ଖାଇବା ଭଲ ଲାଗେନି ମୋତେ ଭାରି ପସନ୍ଦ ପଖାଳ ଖାଇବା ତ ରୂପା ମୋ ମା ବସିକି ସାଙ୍ଗ ହେଇକି ଏଠି ଖାଉଥିଲୁ ଆଉ ଭାଇ ଘରେ ନଥିଲା ତାର ଫିଷ୍ଟ ଥିଲା ସେ ତାର ବାହାରେ ଖାଇଥିଲା ତ ଆମେ ଏଠି ସାଙ୍ଗ ହେଇକି ରୂପାର ମାଆର ଖାଇବା ଷ୍ଟାର୍ଟ କରିଦେଇଛନ୍ତି ମୁଁ ସେପଟେ କାକୁଡ଼ି ବଗେରା ସବୁ କଟାକଟି କରିଥିଲି ଖାଇବା ପାଇଁ ତ ଭାଉଜ ଦେଇଥିଲେ ମାଣ୍ଟୁଳି ମାଛ ଯେଉଁଟାକି ଦେଖିପାରୁଥିବେ ପୁରା ଗୋଟିକିଆ ଏମିତି ଭଜା ହୁଏ ଯେଉଁଟା ପେଟରେ କିଛି ବି ନଥାଏ ମାଆ କହିବା କି ତା ପେଟରେ କିଛି ନଥାଏ ସେଥିପାଇଁ ସେ ପେଟ କଟା ହୋଇନଥାଏ ତ ମୋତେ ଦେଖିକି ଡର ଲାଗିଲା ତାକୁ ମୁଁ ଖାଇଲି ନାହିଁ ତ ମୁଁ ନେଇ ଆସିଥିଲି କାକୁଡ଼ି ଆଉ ଧନିଆ ପତ୍ର କଞ୍ଚା ଲଙ୍କା ରସୁଣ ଦଳି ଦେଇଥିଲି ତାକୁ ବଢ଼ିଆ ସେ ଝୋଳ ପାଣି କରିଥିଲି ଆଉ ବଢ଼ିଆ ସେ ତାକୁ ହାପୁଡ଼ି ହାପୁଡ଼ି ଖାଇଥିଲି ରାଗ ତ ବହୁତ ଜୋର ହେଇଯାଇଥିଲା ରାଗ ତ ମୁଁ ଆଜିକାଲି ଏତେ ଖାଉନାହିଁ କିନ୍ତୁ ରାଗ ଯେହେତୁ ହେଇଯାଇଥିଲା କ'ଣ କରିବି ତାକୁ ଟିକେ ଟିକେ ଖାଇ ଦେଇଥିଲି ଆଉ ମୋର ଶୁଖୁଆ ଲଗେଇକି ମୁଁ ଖାଇ ଦେଇଥିଲି ଜମା ବି ତରକାରୀ ଖାଇନଥିଲି ମୋତେ ତ ପଖାଳ ବହୁତ ପସନ୍ଦ ଆଉ ଶୁଖୁଆ ପସନ୍ଦ କିନ୍ତୁ ଏତେ ବି ନୁହେଁ ତ ନର୍ମାଲି ଆଜି ମୁଁ ଏଇସବୁ ଜିନିଷ ଖାଇକି ମନ ଭରି ଦେଇଛି ତ ରାତିରେ ଦେଖାଯାଉ କ'ଣ ସବୁ ଖାଇବାକୁ ହେଉଛି ତ ଦେଖା ହେବ ନେକ୍ସଟ ରାତି ଭିଡ଼ିଓରେ ଚାଲନ୍ତୁ ଭିଡ଼ିଓ ଟିକେ ବି ଏନ୍ଜୟ କରିବା ମାଛ ଜାଣିନୁ ଖାଲି କାଟି ପକ୍ଷୀ ଦେଲୁ ଛଡ଼ା ଲୁଣ ଅଣ୍ଡା ଆଣିଥାନ୍ତି ଯେ ଆଉ ଚାଚା ବନ୍ଦ କରି ପଳେଇବେଣି କିଏ ଚାଚା ମେତା କେତେବେଳେ ନେଇଯିବୁ ଆକାଉଣ୍ଟ ଖୋଲା ହେବ ତାପରେ କାହିଁକି ଖତରା ବ୍ୟାଙ୍କ ହାତ କଟ ବୋଲିବ ନହେଲେ ହବନି ବା କ'ଣ ହବନି ଗ୍ରୁପ୍ ଲୋନ୍ ସେ ବ୍ୟାଙ୍କରେ ଖୋଲିବାକୁ ଭାରି ବିରକ୍ତ ସେ ବ୍ୟାଙ୍କ ଆଉ ବାଧ୍ୟ ଯଦି ଆଉ କ'ଣ କରିପାରିବି ଏଇଟା ଏଠିକି ହବ ସେଇଟା ସେଇଟା ତା ଦେହରେ ମୋର ବେଶୀ କାମ ନାହିଁ ମସଲା ଅଧିକା ଖାଇନି ସେଟା କ'ଣ ଜାଣିନୁ ନାଇଁ ବା ଜାଣିପାରୁନି ଜାଣତା ବାତ ନାହିଁ ହେଲା এইটা লୁଣ ପଡିବ ସେ ପିଙ୍କ ଲୁଣ ପଡିବ ଧଳା ଲୁଣ ପଡିବନି ଏଇଟା ଥାଉ ଆଉ ଗୋଟେ କରିଦେବା ତ ରାତିରେ ଆମର ଆସିଯାଇଛି ଚିକେନ୍ ତ ଚିକେନ୍କୁ ଆଳୁଟି କଟା ହେଇକି ମାଆ ରଖିଦେଇଛି ଆଉ ଚିକେନ୍ କଷିବା ପାଇଁ ଏଠି ପିଆଜ ପତ୍ର ସବୁ କଟାକଟି କରି ମାଆ ବଢ଼ିଆ ସେ ଯୋଗାଡ଼ି ଦେଇଛି ଆଉ ଚିକେନ୍କୁ ମୁଁ ହଳଦୀ ଆଉ ତେଲ ଟିକେ ଗୋଳେଇକି ତାକୁ ଏଠି ମ୍ୟାରିନେଟ୍ କରି ରଖିଦେଇଛି ମାଆ ତାର ମସଲା କଷିବାରେ ପୁରା ଲାଗିଯାଇଛି ଜୋରସୋରକି ତ ଆମେ ଖାଇବାରେ କ'ଣ ଦେଖା ହେବା ନେକ୍ସଟ ଭିଡ଼ିଓରେ ତ ଦେଖିପାରୁଥିବ ଆମ ଚିକେନ୍ ପୁରା ରେଡ଼ି ତ ଚିକେନ୍ ହାଲକା ସିଝିଗଲା ଟିକେ ଅଧିକା ସିଝିଗଲା ତ ତା ସହିତ ପିଆଜ ଖାଇବାର ଯେଉଁ ମଜା କଞ୍ଚା ପିଆଜ ପଖାଳ ତା ସହିତ ସଜ ପଖାଳ ମୁଁ ତ ରୁଟି ଖାଇଥିଲି ମୁଁ ଜମା ବି ସଜ ପଖାଳ ରାତିରେ ଖାଏନି ତ ରୂପାକୁ ଭାତ ବହୁତ ପସନ୍ଦ ତାକୁ ଚିକେନ୍ ସାଙ୍ଗରେ ଭାତ ବହୁତ ପସନ୍ଦ ତ ସିଏ ଖାଇବାକୁ ପୁରା ବଢ଼ିଆ ସେ ଏନ୍ଜୟ କରିଥିଲା ଆଉ ଦେଖିପାରୁଥିବ କେତେ ବଢ଼ିଆ ମଜା ନେଇ ଖାଉଛି ତାର ଆଉ ଖରାବେଳ ଖାଇବାଟା ସେ ଏତେ ଶାନ୍ତିରେ ଖାଇନଥିଲା ତାକୁ ଭଲ ଲାଗିନଥିଲା ଖାଇବା ତ ସେଥିପାଇଁ ସେ ରାତିରେ ଚିକେନ୍ ପୁରା ଶାନ୍ତିରେ ଖାଇଥିଲା ଆଉ ଆପଣମାନେ ଚିକେନ୍ ସାଙ୍ଗରେ କ'ଣ ଖାଇବା ଭଲ ପାଆନ୍ତି କମେଣ୍ଟ କରନ୍ତୁ ମୋତେ ତ ରୁଟି ବହୁତ ପସନ୍ଦ ରୂପାକୁ ଭାତ ପସନ୍ଦ ଆପଣମାନଙ୍କୁ କ'ଣ ପସନ୍ଦ କମେଣ୍ଟ କରନ୍ତୁ ଏଇ ନିଅ ନିଅ ତମ ଚିକେନ୍ ନିଅ ଆଗର ଗୋଟେ ପିସ୍ ସେପଟେ ଆପଣ ଠିଆ ହେଇଛନ୍ତି ଭାଉଜ ନାନୀ ଯିଏ ବଡ଼ ଭାଉଜ ସେପଟେ ବଡ଼ ବାପାଙ୍କ ବୋହୂ ସେପଟେ ଠିଆ ହେଇକିନି ଝରକା ପଟେ ଆମ ସାଙ୍ଗେ କଥା ହେଉଥିଲା ଆମେ ସମସ୍ତେ ସାଙ୍ଗ ହେଇକି ଖାଉଥିଲୁ ସେ ତ ଆଇଁଷ ଖାଆନ୍ତିନି ରୂପା ସେଥିପାଇଁ ତାଙ୍କୁ ଚିଡ଼େଇବା ପାଇଁ ତାଙ୍କ ସାଙ୍ଗରେ ମଜାମସ୍ତି କରିଥାଏ ଆଉ ଆମେ ସମସ୍ତେ ଏବେ ଖିଆପିଆ ଚାଲିଛି ବହୁତ ରାତି ବି ଲେଟ୍ ହେଇଗଲାଣି ତ ଆପଣମାନେ ବି ଯାଆନ୍ତୁ ଖାଇବା ପିଇବା ଠିକ୍ ଟାଇମ୍ରେ କରନ୍ତୁ ଠିକ୍ ଟାଇମ୍ରେ ରୁହନ୍ତୁ ଆଉ ରହୁଛି ଜୟ ଜଗନ୍ନାଥ